दीदी कहूँ रेकर्डिंग करनु तो को दीदी सस्मिता दीदी कहूँ कौन कहते रेकर्डिंग करना तो रेकर्डिंग की किसी कथा नहीं कौन कहना जहा तुमको धन्यवाद धन्यवाद तुमको ये दौजी जहा किसी तो सत्यता आनल सत्य कह आम आप 30 लाख टंका मागिଛୁ ଆପଣଙ୍କର ଅଭିଯୋଗ କରୁଛନ୍ତି ଥାନାରେ ସେଟା କାହିଁକି ହେଇଛି ସେଟା ମୁଁ ତମକୁ କୋଉଠି ଦେଖାଅ ଢାଲି ସାରଙ୍କ ପାଖରେ ଯୋଉଠି ବି ଦେଖା ହବ ଆପଣ ନାହିଁ ଆପଣ ପୁରା କରିଛନ୍ତି ଆପଣ କରିଛନ୍ତି ବୋଲି କାହିଁକି ହେଇଛି ଆପଣ ଢାଲି ସାରଙ୍କ ପାଖକୁ ଆସନ୍ତୁ କାହିଁକି ଶୁଣନ୍ତୁ ମୁଁ ଆପଣଙ୍କୁ କାହିଁକି ମ୍ୟାଡାମ ଫୋନ କଲେ ବହୁତ ଧନ୍ୟବାଦ ମୁଁ ଆପଣଙ୍କୁ କେବେ ଖରାପ କରିନଥିଲି କଣ କଲ୍ କଲେ ମୋ କଥାଟା ଶୁଣନ୍ତୁ ଶୁଣନ୍ତୁ ତମେ ମୋର ଏଜ ରେ ବଡ ହବ କି ସାନ ହବ ମୁଁ ଜାଣିନି ଭାଇ ହବ ମୁଁ ଆଜି କଣ ପାଇଁ ତମକୁ କଲ୍ କଲି ସେଇଟା ମୁଁ ନିଜେ ଅନୁତପ୍ତ କାହିଁକି କଲ୍ କଲି ଯେତେବେଳେ ମୁଁ ସେଇଦିନ ପଚାରିଲି ଆପଣଙ୍କୁ ପଚାରିଛି ଭାଇ ଏହା ପଛର ରହସ୍ୟ କଣ କିନ୍ତୁ ମୁଁ ଆଜି ଆପଣଙ୍କୁ କଥା ଦଉଛି ଆପଣ ଟିକେ ଢାଲି ସାଙ୍ଗ ପାଖକୁ ଆସିବେ କେତେ ଶିଖିଯିବା କୁହନ୍ତୁ ଆପଣ ତ ଢାଲି ସାଥି କଥା ନାହିଁ ଆପଣ କୁହନ୍ତୁ ମୁଁ ତ ଆପଣ କହିଲେ ଶୁଣନ୍ତୁ ଆପଣ ରେକର୍ଡିଂ କରୁଛନ୍ତି ମୁଁ ଜାଣିଛି ମୋ ରେକର୍ଡିଂ କଥା ନାହିଁ ମତେ ସତ କଥା କୁହନ୍ତୁ ମୁଁ ଜାଣିବାକୁ ଚାହୁଁଛି କହୁନାହାନ୍ତି ମୁଁ ଶୁଣନ୍ତୁ ନା ଆପଣଙ୍କର ସେଇଦିନ ବି ଆପଣ ଯେତେବେଳେ ମତେ ଫୋନ କରିଥିଲେ ମୁଁ କହିଲି ଭଉଣୀ ମୋର ଆପଣ ଶତ୍ରୁ ଆଜି ଶୁଣନ୍ତୁ ଏଇଟା ଶୁଣନ୍ତୁ ମୁଁ ଜଗା ହାତରେ ହାତ ଟେକି ଦେଇକି ଆସିଥିଲି ସତ୍ୟତା ଆଣିବା ପାଇଁ ଆଜି ମୋ ପାଖକୁ ତମେ ସତ୍ୟତା କିଛି ଆଣିଛ ଆଗକୁ ସତ୍ୟତା ବି ଦବ ଆମେ ଢାଲି ସାରଙ୍କ ପାଖକୁ ଶୁଣନ୍ତୁ ଆପଣ ପାଇଁ କିଛି ନୁହଁ ମୋ ପାଇଁ ବି କିଛି ନୁହଁ କିନ୍ତୁ ଦେଖିବାକୁ ଗଲା ବେଳକୁ ଲୋକଙ୍କ ପାଇଁ ମୁଁ ବାହାରିଥିଲି ଏବେ ବି ଆହୁରି ବି ମୋ ପାଖରେ ସତ୍ୟ ଜିନିଷ ମୁଁ ବାହାର କରିବି ମୋ କଥାଟା ଶୁଣନ୍ତୁ ଯଦି ମତେ ଶୁଣନ୍ତୁ ଯଦି ମତେ ଦିଦି ବୋଲି ଭାବୁଛନ୍ତି ଯଦି ଦିଦି ବୋଲି ଭାବୁଛନ୍ତି ମୁଁ ବି ଆଜି ଆପଣଙ୍କୁ ଜଗା ହାତରେ ପ୍ରମିଶ କରି କହୁଛି ତମେ ମୋର ଜଣେ ସାନ ଭାଇ ତମେ ସାରଙ୍କ ପାଖକୁ କେତେବେଳେ ଯିବ 10ଟା ଆସିକି ମୁଁ ବାହାରୁଛି ଏଇଠୁ ମତେ ଟିକେ ଗୋଟେ ମିନିଟ ଟିକେ ମ୍ୟାଡାମ ଶୁଣନ୍ତୁ ମୋ କଥାରେ ଟିକେ ଜବାବ ଦିଅନ୍ତୁ ମୁଁ କିଛି ଶୁଣିବେନି ଯଦି ବୋଲି ମତେ ଦିଦି ବୋଲି ଭାବୁଛନ୍ତି ଆମର ଏଇଠି ମଣ୍ଟୁ ଭାଇ ହେରିକା ଆପଣଙ୍କୁ କଲ୍ କରିଥାନ୍ତେ ମୁଁ କହିଲି ଭାଇ ରେକର୍ଡିଂ କରନ୍ତୁ ଶୁଣନ୍ତୁ ଭାଇ ରେକର୍ଡିଂ କରନ୍ତୁ କାଲିର ସତ୍ୟତା ପାଇଁ ମୁଁ ଆଜି ଆପଣଙ୍କୁ ଧନ୍ୟବାଦ ଦଉଛି କାଲିର ସତ୍ୟତା ପାଇଁ ମୁଁ ଆଜି ଆପଣଙ୍କୁ ଧନ୍ୟବାଦ ଦଉଛି ମୋ ପାଇଁ ଯୋଉ ଷଡ଼ଯନ୍ତ୍ର ହେଇଥିଲା ସେ ଷଡ଼ଯନ୍ତ୍ରରେ କେତେ ବଳି ପଡିଛନ୍ତି ସେ କଥା ତ ମୁଁ କହିପାରିବିନି ମ୍ୟାଡାମ କାହାର ପାଇଁ କିଏ ଷଡ଼ଯନ୍ତ୍ର କରିଥିଲା ସେଟା କହିପାରିବି ଆପଣ ତ ନିଜେ ବାଇଟ ଦେଇଛନ୍ତି ଯେ ମୁଁ ଆପଣଙ୍କୁ 10,000 ଟଙ୍କା 1,000 ଟଙ୍କା ନେଇକି ଫୋନ କରି ଧମକ ଦଉଛି 30 ଲକ୍ଷ ସେଇଟା ମତେ ମ୍ୟାଡାମ ଟିକେ ପ୍ରମାଣ ଟିକେ ଦେବେ ଆଜ୍ଞା ମ୍ୟାଡାମ ଢାଲି ସାର ପାଖକୁ ଯିବେ ତ ଆପଣ ଢାଲି ସାଇଡ ପାଖକୁ ମୁଁ ଯିବାର କଥା ନୁହଁ ଯେ ଢାଲି ସାଇଡ ମତେ କହିଲେ କଣ ହବ ଆପଣଙ୍କ ମୋବାଇଲରେ ଆନ୍ସର ଦେଇପାରିବିନି ଆପଣ ଢାଲି ସାରଙ୍କ ପାଖକୁ ଚାଲନ୍ତୁ ମୁଁ 10ଟା ଆସିକି ଏଠି ବାହାରୁଛି ମୁଁ 10ଟା ବେଳକୁ ନଥିବି ମ୍ୟାଡାମ ମୋ କାମ ଅଛି ମୁଁ ଅଲଗା ଆଡେ ଯାଉଛି ବୁଝିଲେ କି ମୁଁ 10ଟା ବେଳକୁ ନଥିବି ମ୍ୟାଡାମ ସେଇଟା ମତେ କାଲିଠୁ କହିଥିଲେ ମୁଁ ଆପଣଙ୍କୁ କହିପାରିଥାନ୍ତି ବେଟର ହେଇଥାନ୍ତା ମୁଁ ରାତିରେ କାଲି ଏଇଟା ହିଁ ଦେଖିବାକୁ ପାଇଲି ମତେ ସମସ୍ତେ ପଠେଇଲେ ରାତିରେ କୋଉ ବିଷୟଟା ଟିକେ ଖାଲି କହୁନାହାନ୍ତି ନା ମୁଁ ସେଟା କିଛି କହିବିନି ଆପଣଙ୍କୁ କାହିଁକିନା ଆପଣ ରେକର୍ଡିଂ କରୁଛନ୍ତି ମୁଁ ଜାଣିଛି କଥା ଆମ ଯଦି ଯୋଉଟା ସତଟା ରେକର୍ଡିଂ ହେଲା ଯଦି ଆପଣ କାହିଁ ଭୟ କରୁଛନ୍ତି ଯଦି ମୋ ସାମ୍ନା ସାମ୍ନି ଯଦି ଆପଣ ମୋ ଗାଁ ପାଖର ପୁଅ ତାହେଲେ ଆପଣ ସାମ୍ନା ସାମ୍ନି ହବା ମୁଁ କେବେ କାହାକୁ ତ ସାମ୍ନା ହବାକୁ ମନା କରୁଛି ମୁଁ ତ ଫୋନ କରିବାକୁ ସମସ୍ତଙ୍କୁ ଚାହିଁଛି ଆପଣ ଯୋଉଦିନ ମତେ ହିଁ ଫୋନ କରିଥିଲେ ମୁଁ କହିଛି ଦେଖିବ ଦିଦି ଦେଖ ମୋ ଦିଦି ତମର ଗୋଟେ ବଡ ଭଉଣୀ କହୁଛି ଯେ ତମେ ଦିଦି ବୋଲି ଭାବୁଥିବ ତ କୋଉଠି ଦେଖା ହେବାକୁ ମୁଁ ବା କହୁଛି ଆପଣଙ୍କୁ ମୁଁ ତ ଏଇଠି ଆଉ ଟିକେ ପୂର୍ବରୁ ତ ମୁଁ ମୋ କାମରେ ବାହାରିବି ଆପଣଙ୍କୁ ବି ସେଦିନ ବି କହିଥିଲି